ସୁନା ରଙ୍ଗର ଦେହ ଉପରେ ଆଉ କେତେ ରଙ୍ଗର ଟୋପା ଝଟକୁଛି, ପୁଣି କି ସୁନ୍ଦର ଛନ ଛନ ଆଖି। ସେ କେମିତି ଏକ ଦୃଷ୍ଟିରେ ତମ ଆଡ଼କୁ ଚାହିଁ ରହିଛି। କାହିଁକି? ଯଦି କାହାର ପ୍ରସାଦନ ହୋଇଥାଏ ତେବେ ଡାକିଲେ ନିଶ୍ଚୟ ଆସିବ। ଡାକ। ଆରେ ସୁନା ହରିଣ ଆ, ମୋ ପାଖକୁ ଆ। ମୁଁ ତତେ ତୋର ଦେହ ଆଉସି ଦେଇ ତତେ ଖାଇବାକୁ ଦେବି। ପଳେଇ ଗଲା, ସେ କ'ଣ ଆଉ ଆସିବ ନାହିଁ? ଗଲା କୁଆଡ଼େ? ଅଳ୍ପ ମାତ୍ରକେ ଯେମିତି କୁଆଡ଼େ ଉଠିଗଲା। ଲକ୍ଷ୍ମଣ, ମୁଁ ଦେଖୁଛି ଭାଇ, ଏଇଟା କେବେ ହେଲେ ପ୍ରକୃତ ମୃଗ ନୁହେଁ। ଏହା ନିଶ୍ଚୟ କୌଣସି ଅସୁରର ମାୟା। ପୁଣି ଆସିଲା, ମୋତେ ତାକୁ ଆଣିଦିଅ ପ୍ରଭୁ। ମୁଁ ତାକୁ ପାଲିବି, ପୋଷିବି, ବନବାସ ପରେ ସାଥିରେ ଅଯୋଧ୍ୟାକୁ ନେଇଯିବି। ଏଇ ଦେଖିବି ଅନ୍ୟ ମୃଗମାନେ ତା ଦେହର ବନ୍ଧ ମାରି ଭୟରେ ତାଠୁ ଦୂରେଇ ପଳେଇ ଯାଉଛନ୍ତି। ଏହା ନିଶ୍ଚୟ ମାୟା ମୃଗ। ତୁମେ ରୁହ ଲକ୍ଷ୍ମଣ, ଯାଅ ପ୍ରଭୁ, ସେ କାଲେ ପୁଣି ପଳେଇ ଯିବ। ଶୀଘ୍ର ଯାଅ। କିଛି କହୁନ ଯେ ମୋର ଏଇ ସାମାନ୍ୟ କଥା କ'ଣ ରଖିବ ନାହିଁ? ବନବାସକୁ ଆସିଲା ଦିନୁ ତୁମେ କେବେ କୋଉ କଥାରେ ମୋ ପାଖରେ ଅଳି କରିନଥିଲ। ତମ କଥା ରଖି ମୁଁ ଯାଉଛି। ଲକ୍ଷ୍ମଣ, ଏଇ ଜାନକୀର ଦିଦି, ମୁଁ ଫେରିବା ପର୍ଯ୍ୟନ୍ତ କୁଟୀର ଦ୍ୱାର ଛାଡ଼ି କୁଆଡ଼େ ଯିବୁ ନାହିଁ। ମୁଁ ଯାଏ।